প্রিয় দর্শক নমস্কার, মু ডক্টর ভবতোষ মণ্ডল। আজি আমি গর্মি ও গনোরিয়া রোগ উপরে কিছু আলোচনা করিবা। আজির আলোচ্য বিষয় গর্মি গনোরিয়া রোগর প্রাথমিক অবস্থা নুহে, বরং পুরুণা অবস্থায় যেতেবেলে তাকে বিভিন্ন প্রকার চিকিৎসা করি ভাল হয়ে পারি নাই বা অপ্রাকৃতিক চিকিৎসা দ্বারা রোগটিকে দবাই দিয়া যাইছি। তাপরে রোগীঠারে সেই গর্মি গনোরিয়া রোগর পুনঃ আত্মপ্রকাশ বা তা যোগু মূত্রযন্ত্রে বিভিন্ন প্রকার সমস্যা, আখি সমস্যা, চর্মরোগ, লিম্ফগ্ল্যান্ডর সমস্যা আদি দেখাগলে এবং নিম্ନରେ কুহযাউথিবা লক্ষণ মান রোগীঠারে থিলে ক্লিমাটিস উপকারী। তেণু ଯେଉଁ ରୋଗୀମାନେ ଆଗରୁ ଗର୍ମି ଗନୋରିଆ ରୋଗ ଭୋଗିଛନ୍ତି, ବିଭିନ୍ନ ପ୍ରକାର ଚିକିତ୍ସା କରି ମଧ୍ୟ ସୁସ୍ଥ ହୋଇପାରିନାହାନ୍ତି ବା ରୋଗଟି ଆଉ ନ ବାହାରିଲେ ମଧ୍ୟ ରୋଗୀ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ପ୍ରକାଶ ପାଉଛି, ସେମାନେ ଭିଡ଼ିଓଟି ଭଲ ଭାବରେ ଦେଖନ୍ତୁ। ସର୍ବପ୍ରଥମେ ଆମେ ମୂତ୍ରଯନ୍ତ୍ରରେ ହେଉଥିବା ରୋଗ କଷ୍ଟ ଉପରେ ଆଲୋଚନା କରିବା। ସିଫିଲିସ୍ ଓ ଗନୋରିଆ ହେଉଛି ଯୌନ ରୋଗ। ଯୌନ ମିଳନ ସମୟରେ ଜଣେ ସାଥୀ ଏହି ରୋଗ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ଜୀବାଣୁ ସଂକ୍ରମିତ ସାଥୀଠାରୁ ସୁସ୍ଥ ସାଥୀ ଶରୀରକୁ ପ୍ରବେଶ କରେ ଏବଂ କିଛି ଦିନ ମଧ୍ୟରେ ସୁସ୍ଥ ସାଥୀ ଶରୀରରେ ଜୀବାଣୁ ବଂଶ ବିସ୍ତାର କରି ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଲକ୍ଷଣମାନ ପ୍ରକାଶ କରିଥାଏ, ଯେପରି ପରିସ୍ରା ନଳୀରେ ବଥା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାରେ ଜଳାପୋଡ଼ା, ତଳ ପେଟରେ ବଥା, ସହବାସ ସମୟରେ କଷ୍ଟ, ଯୌନାଙ୍ଗରୁ ଧଳା ଦୁର୍ଗନ୍ଧଯୁକ୍ତ ପୁଜ ନିର୍ଗତ ହେବା, ଜ୍ୱର ଓ ତଣ୍ଟିରେ ଘା ଇତ୍ୟାଦି। ଏସବୁ ସମସ୍ୟା ଦେଖି ଲୋକମାନେ ଶୀଘ୍ର ଶୀଘ୍ର ରୋଗମୁକ୍ତ ହେବା ଆଶାରେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ଔଷଧ ସେବନ କରନ୍ତି। ତାହାଦ୍ୱାରା ରୋଗୀଙ୍କୁ କେତେକାଂଶରେ ଉପକାର ମିଳୁଥିଲେ ମଧ୍ୟ ଅଧିକାଂଶ ସମୟରେ ତାହା ସମ୍ଭବପର ହୁଏ ନାହିଁ, କାରଣ ଏହି ଔଷଧ ରୋଗୀ ଶରୀରର ସବୁ ଜୀବାଣୁକୁ ମାରିବାକୁ ସକ୍ଷମ ହୁଏ ନାହିଁ। କିଛି ଜୀବାଣୁ ରୋଗୀ ଶରୀରରେ ଲୁଚି ରହିଯାଏ, ପୁଣି କିଛି ଦିନ ପରେ ସେହି ଜୀବାଣୁଗୁଡ଼ିକ ରୋଗୀ ଶରୀରରେ ବିଭିନ୍ନ ରୋଗ ଲକ୍ଷଣ ନେଇ ଆତ୍ମପ୍ରକାଶ କରେ। ଏହି ରୋଗଟି ଯେତେବେଳେ ରୋଗୀ ଶରୀରରେ ବର୍ଷ ବର୍ଷ ଧରି ପରିସ୍ରା ନଳୀରେ ରହିଯାଏ, ସେତେବେଳେ ରୋଗୀର ପରିସ୍ରା ନଳୀ ଇନଫେକ୍ସନ୍ ଯୋଗୁଁ ନଳୀଟି ସରୁ ହୋଇଯାଏ। ପରିସ୍ରା ଆଗ ପରି ମୋଟାରେ ନ ବାହାରି ସରୁ ହୋଇ ବାହାରେ। ପରିସ୍ରା କରିବାକୁ ବେଗ ଦେବାକୁ ହୁଏ, ପରିସ୍ରା ଅଳ୍ପ ଅଳ୍ପ ହୁଏ। ରୋଗୀ ମନେ କରେ କିଛି ପରିସ୍ରା ରହିଗଲା, ବେଳେବେଳେ ପରିସ୍ରା ହୁଏ ନାହିଁ। ମନେ ହୁଏ ଯେପରି ପରିସ୍ରା ମୂତ୍ରନଳୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ଆସି ତାହା ବାହାରକୁ ନ ଆସି ପୁଣି ଭିତରକୁ ଫେରିଯାଉଛି। ସେଥିରେ ଭୀଷଣ ଜଳାପୋଡ଼ା ଓ ବିନ୍ଧା ହୁଏ। ଏପରି ରୋଗର ପୁରୁଣା ଅବସ୍ଥାରେ କ୍ଲିମାଟିସ୍ ଉପକାରୀ। ମାତ୍ର ଯଦି ପରିସ୍ରା ନଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ବା ମୂତ୍ରନଳୀ ପ୍ରାୟ ବନ୍ଦ ହୋଇଯାଏ, ସେତେବେଳେ କ୍ଲିମାଟିସ୍ ଆରୋଗ୍ୟ କରିପାରେ ନାହିଁ। ତେଣୁ ଗନୋରିଆର ପ୍ରଥମ ଅବସ୍ଥା ପରଠାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହେବା ପୂର୍ବ ପର୍ଯ୍ୟନ୍ତ କ୍ଲିମାଟିସ୍ ସେବନ କଲେ ଶରୀରର ସମସ୍ତ ପ୍ରକାର ସମସ୍ୟା କ୍ଲିମାଟିସ୍ ଦ୍ୱାରା ଆରୋଗ୍ୟ କରିବା ସମ୍ଭବ ଅଟେ। ଏବେ ଆମେ ଜାଣିବା କ୍ଲିମାଟିସ୍ ରୋଗୀର ଅଣ୍ଡକୋଷ ସମସ୍ୟା। ପ୍ରିୟ ଦର୍ଶକ, ଯେଉଁ ରୋଗୀମାନେ ପୂର୍ବରୁ ଗର୍ମି ଗନୋରିଆ ଆଦି ରୋଗ ଭୋଗିଛନ୍ତି ଏବଂ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ଔଷଧ ସେବନ ଦ୍ୱାରା ସେହି ରୋଗଟିକୁ ଦବେଇ ଦେଇଛନ୍ତି ବା ଆଜି ପର୍ଯ୍ୟନ୍ତ ରୋଗଟି ଭଲ ହୋଇନାହିଁ, ସେମାନଙ୍କର ଅଣ୍ଡକୋଷ ପ୍ରଦାହ, ଅଣ୍ଡକୋଷ ଫୁଲିଯିବା, ଅଣ୍ଡକୋଷ ପଥର ପରି ଟାଣ ହେବା, ସ୍ପାର୍ମାଟିକ୍ କର୍ଡ ଫୁଲିଯିବା, ସ୍ପାର୍ମାଟିକ୍ କର୍ଡ ବଡ଼ ହୋଇଯିବା ଇତ୍ୟାଦି ସମସ୍ୟା ସହିତ ଭୀଷଣ କଷ୍ଟ ଓ ଜ୍ୱର। ଯେଉଁ କଷ୍ଟ ଥଣ୍ଡା ପ୍ରୟୋଗରେ ଉପଶମ ହୁଏ ଏବଂ ଗରମରେ ଅଧିକ ହେଉଥିଲେ କ୍ଲିମାଟିସ୍ ଉପକାରୀ। ଏବେ ଆମେ ଜାଣିବା କ୍ଲିମାଟିସ୍ ରୋଗୀର ଆଖି ସମସ୍ୟା। ଯେଉଁ ରୋଗୀମାନେ
ପୂର୍ବରୁ ଗର୍ମି ଗନୋରିଆ ରୋଗ ଭୋଗିଛନ୍ତି ବା ଅଧିକ ଥଣ୍ଡା ଯୋଗୁଁ ଯେଉଁମାନଙ୍କର ଆଖି ପ୍ରଦାହ, ଆଖି ଭୀଷଣ ବଥା, ଆଖି ଭିତରେ ଜଳାପୋଡ଼ା, ମନେ ହୁଏ ଯେପରି ଆଖି ଭିତରେ ନିଆଁ ଜଳୁଛି, ଆଖି ଭିତରେ କର୍କର କରେ, ମନେ ହୁଏ ଆଖି ଭିତରେ କିଛି ରହିଛି, ଆଖି ଭିତରେ ଆଖିରୁ ପାଣି ବାହାରିବା ଇତ୍ୟାଦି ସମସ୍ୟା ଥିଲେ କ୍ଲିମାଟିସ୍ ଉପକାରୀ। ପ୍ରିୟ ଦର୍ଶକ, ମନେ ରଖନ୍ତୁ, ଗର୍ମି ଗନୋରିଆ ରୋଗର ପୂର୍ବ ଇତିହାସ, ଆଖି ସମସ୍ୟା, ଗରମରେ ଆଖିର କଷ୍ଟ ଉପଶମ ଓ ଅନ୍ୟ ସମସ୍ୟା ଥଣ୍ଡାରେ ଉପଶମ ସହିତ ଆଲୋଚନା କରାଯାଇଥିବା ଲକ୍ଷଣ କୌଣସି ରୋଗୀଠାରେ ଥିଲେ କ୍ଲିମାଟିସ୍ ଉପକାରୀ। ପ୍ରିୟ ଦର୍ଶକ, କୌଣସି ରୋଗୀ ଗର୍ମି ଗନୋରିଆରେ ଭୋଗୁଥିଲେ ଏବଂ ବିଭିନ୍ନ ପ୍ରକାର ଚିକିତ୍ସା କରି ମଧ୍ୟ ସୁସ୍ଥ ହୋଇ ନପାରିଲେ ଆମ ନମ୍ବର 8280093659ରେ ସମ୍ପର୍କ କରନ୍ତୁ। ପ୍ରିୟ ଦର୍ଶକ, ଆମର ଏହି ଇନଫର୍ମେଟିଭ୍ ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍ ଓ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଯଦି ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ତେବେ ଏପରି ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।